ଗୋଟେ 8 ବର୍ଷର ଝିଅର ମା ହଠାତ୍ ମରି ଯାଉଛି। ବର୍ଷେ 2 ବର୍ଷ ପରେ ବାପା ନୂଆ ବାହା ହେଇକି ନୂଆ ମା ଘରକୁ ଧରିକି ଆସୁଛନ୍ତି। ଦିନ ଝିଅକୁ ବାପା ପଚାରୁଛନ୍ତି, ଝିଅ କହିଲୁ ତୋର ପୁରୁଣା ମା ଭଲ ଥିଲା ନା ନୂଆ ମା? ଝିଅ କହିଲା, ବାପା ମୋ ପୁରୁଣା ମା ମିଛେଇ ଥିଲା, କିନ୍ତୁ ମୋ ନୂଆ ମା ସବୁବେଳେ ସତ କଥା କହୁଛି। ବାପା ପଚାରିଲେ, କଣ ପାଇଁ? ଝିଅ କହିଲା, ବାପା ମୋ ପୁରୁଣା ମା, ମୁଁ ଯେତେବେଳେ ଦୁଷ୍ଟ ହଉଥିଲି ସେ ମତେ କହୁଥିଲା, ତୁ ଦୁଷ୍ଟ ହେଲେ ମୁଁ ତତେ ଖାଇବାକୁ ଦେବିନି, ତୁ ଯଦି ପାଠ ନ ପଢିବୁ ମୁଁ ତତେ ଖାଇବାକୁ ଦେବିନି। ମୁଁ ଯେତେ ଦୁଷ୍ଟ ହେଲେ ବି, ଯେତେ ପାଠ ନ ପଢିଲେ ବି, ମୁଁ ଯୋଉଠି ଲୁଚି ଥାଏ ଯଦି ଖାଇଲେ ଟାଇମ ହେଲେ ନା, ମୋ ମା ମତେ ଖୋଜି ଖୋଜି ସେ ଆସିକି ତା ହାତରେ ମତେ ଖାଇବାକୁ ଦେଉଥିଲା। ଆଉ ନୂଆ ମା କହୁଛି, ତୁ ଦୁଷ୍ଟ ହେଲେ ମୁଁ ତତେ ଖାଇବାକୁ ଦେବିନି। ଏବେ 3 ଦିନ ହେଲା ସିଏ ମତେ ଖାଇବାକୁ ଦେଇନି। ବାପା ଏ କଥା ଶୁଣି ତାଙ୍କ ଆଖିରେ ଲୁହ ପଳେଇ ଆସିଲା। ସେ ପ୍ରକୃତରେ ଜାଣିଥିଲେ ପ୍ରକୃତ ମା ହିଁ ମା। ଦୁନିଆରେ ତମ ପାଖରେ ବହୁତ ପଇସା ଥାଇପାରେ, କିନ୍ତୁ ମାକୁ କେବେ କିଣା ଯାଇପାରେ ନା। ମା ହିଁ ପ୍ରକୃତରେ ତା ପିଲାମାନଙ୍କୁ ଭଲ ପାଇପାରିଥାଏ। କୌଣସି ସ୍ତ୍ରୀ ଲୋକ ତା ମାର ଜାଗା କେବେ ବି ନେଇପାରିବନି। ମୋ କଥାରେ ଆପଣମାନେ ଏକମତ ଅଛନ୍ତି? ତାହେଲେ କମେଣ୍ଟ ନିଶ୍ଚୟ ଲେଖିବେ। ଜୟ ଜଗନ୍ନାଥ, ଜୟ ଭାରତ।